ସେମାନେ ସମସ୍ତେ ବାଂଲାଦେଶୀ ଆଜ୍ଞା। ଏମାନେ କିଏ? ଏମାନେ କୋଉଠୁ ଆସିଛନ୍ତି ଏତେ ବଡ ବଡ କଥା କହୁଛନ୍ତି? ଧାମରା ପୋର୍ଟର ଏ ଭିତ୍ତିଭୂମିକୁ ପୁରା କବ୍ଜା କରିକି ଖାଉଛନ୍ତି। ଆପଣ ତାଙ୍କର ଜମି ଆଉ ତାଙ୍କର ଖାତା ଖତିଆନକୁ ବାହାର କରନ୍ତୁ, ସମସ୍ତେ 30, 40, 50 ବର୍ଷ ପୂର୍ବରୁ ଆସିଛନ୍ତି, କିନ୍ତୁ ମୂଳ ବାସିନ୍ଦା ସେଠି କୌଣସି ପ୍ରକାରର ସୁବିଧା ସୁଯୋଗରୁ ପାଉନାହାନ୍ତି, ବଞ୍ଚିତ ହେଇଛନ୍ତି। ବର୍ତ୍ତମାନର ଏକ ଗୁରୁତ୍ୱପୂର୍ଣ୍ଣ ଖବର। 4 ଦିନ ଧରି ଆମରଣ ଅନଶନ, ପ୍ରଶାସନର ନିରବତାକୁ ନେଇ ବଢୁଛି ଅସନ୍ତୋଷ। ଭଦ୍ରକ ଜିଲ୍ଲା ଧାମରା ପୋର୍ଟ ପରିବହନ ଏବଂ ରୋଜଗାର କ୍ଷେତ୍ରରେ ଭଦ୍ରକ ଜିଲ୍ଲାରେ ସ୍ଥାନୀୟ ବାସିନ୍ଦାଙ୍କୁ ବଞ୍ଚିତ କରାଯାଉଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଭଦ୍ରକ ଜିଲ୍ଲା ବିକାଶ ପରିଷଦ, ଭଦ୍ରକ ଜିଲ୍ଲା ଟିପର ଏବଂ ଟ୍ରକ୍ ମାଲିକ ସଂଘ ଏବଂ ବିଶ୍ୱକର୍ମା ଟ୍ରକ୍ ମାଲିକ ସଂଘ ପକ୍ଷରୁ ଗତ 23 ତାରିଖରୁ ଆମରଣ ଅନଶନ ଜାରି ରହିଛି। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ ଅନଶନ 4 ଦିନ ଆଗେ ପହଞ୍ଚିଥିଲେ ମଧ୍ୟ ସରକାର, ସ୍ଥାନୀୟ ଜନପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିନିଧି ଆଲୋଚନା ପାଇଁ ପହଞ୍ଚି ନାହାନ୍ତି। ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିଶ୍ରୁତି କିମ୍ବା ଲିଖିତ ଆଶ୍ୱାସନା ମଧ୍ୟ ମିଳିନାହିଁ ବୋଲି ସେମାନେ ଦାବି କରିଛନ୍ତି। ଆନ୍ଦୋଳନକାରୀମାନେ କହିଛନ୍ତି ଏପଟେ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଥିବା ବେଳେ ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ଜୀବିକା ସମ୍ବନ୍ଧୀୟ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୀରବ ରହିବା ଅତ୍ୟନ୍ତ ଦୁଃଖଦ ଏବଂ ନିନ୍ଦନୀୟ ଘଟଣା। ଏପର୍ଯ୍ୟନ୍ତ ଏହି ଅଭିଯୋଗ ସମ୍ପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ସାର୍ବଜନିକ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ଆମେ ଜିଲ୍ଲାର ଯୁବଗୋଷ୍ଠୀଙ୍କର ସାମୂହିକ ସ୍ୱାର୍ଥ ପାଇଁ 4 ଦିନ ହେଲାଣି ଏଠି ହଙ୍ଗର ଷ୍ଟ୍ରାଇକ୍ରେ ବସିଛୁ। ଆମର ଉଦ୍ଦେଶ୍ୟ ହେଉଛି ମହତ୍। ଆମ ଜିଲ୍ଲାରେ 8 ଗୋଟି ପଞ୍ଚାୟତ ସିଂହଭାଗ ନେଉଛନ୍ତି ଧାମରା ଏକମାତ୍ର ଆଦାନୀ ପୋର୍ଟ ଏକମାତ୍ର ରୋଜଗାର ସଂସ୍ଥା ଏଠି ଜିଲ୍ଲାରେ କୌଣସି ନ୍ୟାଚୁରାଲ ରିସୋର୍ସ ନାହିଁ। ତାପରେ ମଧ୍ୟ ଅର୍ଥନୈତିକ ବୈଷମ୍ୟ ସୃଷ୍ଟି ହେଇଗଲାଣି। ଜିଲ୍ଲାର ଗୋଟେ ଜାଗାର ଲୋକଙ୍କର ଅଭିବୃଦ୍ଧି ହେଲାଣି, ଆଉ ଗୋଟେ ଜାଗାରେ ଲୋକମାନେ କିସ୍ତି ଦେଇ ଜମିବାଡ଼ି ବିକ୍ରି ଗରିବ ହେଇସାରିଲେଣି। ଇଏ ଆଗକୁ ଆହୁରି ସବୁ ଜନମାନସକୁ ଛୁଇଁବ, ଆଗକୁ ଆହୁରି ଆନ୍ଦୋଳନ ହେବାକୁ ନେଇକି ଆମେ ଆରମ୍ଭ କରୁଛୁ ବର୍ତ୍ତମାନ, ଯେ ଆଗକୁ ଆହୁରି ଭୟଙ୍କର ରୂପ ନେବ। ଆମେ ସେଥିପାଇଁକା 4 ଦିନ ହେଲାଣି ହଙ୍ଗର ଷ୍ଟ୍ରାଇକ୍ରେ ବସୁଛୁ ଆମ ନ୍ୟାଯ୍ୟ ଦାବି ପାଇବା ପାଇଁକା। ଆମର ଯେଉଁ ଟ୍ରକ୍ ଟିପର ଆସୋସିଏସନ୍ ଅଛି ତା ଦେହରେ ଜିଲ୍ଲା ସାରାର ତାଙ୍କୁ ଛାଡ଼ି ଦେଇ ତାଙ୍କର ମାଲିକ ସଂଖ୍ୟା 200 କିନ୍ତୁ ଗାଡ଼ି ସଂଖ୍ୟା ତାଙ୍କର 2200। ତେଣୁକରି ଆମର ବର୍ତ୍ତମାନ ମାଲିକ ସଂଖ୍ୟା 80, ଆମ ଗାଡ଼ି ସଂଖ୍ୟା 130। ତେଣୁକରି ଆମ ବର୍ତ୍ତମାନ 80 ଜଣ ମାଲିକ ମାନଙ୍କର ପରିବାର ପୋଷଣ ପାଇଁ ବର୍ତ୍ତମାନ ଅସୁବିଧା ହେଇପଡ଼ିଛି। ବର୍ତ୍ତମାନ ଲୋକ ଯେଉଁ ମାଲିକମାନେ ଗାଡ଼ି ଖଣ୍ଡେ ଖଣ୍ଡେ ଧାମରା ଭରସାରେ କିଣିଥିଲେ ସେମାନେ ତାକୁ କିସ୍ତି ଦେଇ ନ ପାରୁଥିବାରୁ ନେଇକି ବିଲ ମଝିରେ ଲୁଚଉଛନ୍ତି। ଏ ପରିସ୍ଥିତିକୁ ଆସିଗଲେଣି। କିଛି ଜଣ ବିଷ ଖାଇବା ପାଇଁ ମଧ୍ୟ ଉଦ୍ୟମ କଲେଣି। ତାପରେ ମଧ୍ୟ ସେମାନେ ଭ୍ରୁକ୍ଷେପ କରୁନାହାନ୍ତି। ସେମାନେ କ'ଣ ପାଇଁ ଏତେ ଆଡାମେଣ୍ଟ ରହୁଛନ୍ତି ଆମେ ଜାଣିପାରୁନୁ। ସବୁ ଏ ପଇସା ଗରମରେ ରହୁଛନ୍ତି ଆମେ ଜାଣି ସାରିଲୁଣି। ତେଣୁକରି ପଇସା ଗରମକୁ ଆମେ ଆନ୍ଦୋଳନ ଦ୍ୱାରା ଭାଙ୍ଗିବୁ। ଆଉ ଆଜି ବି କହି ରଖୁଛି ଏ ଆନ୍ଦୋଳନ ଆଗକୁ ଆହୁରି ଭୟଙ୍କର ତୀବ୍ରତର ହେବ, ଆଉ ସେମାନେ ବାଧ୍ୟ ହୋଇ ଆମକୁ ଆମ ଭାଗ ଦେବେ। ବନ୍ଧୁଗଣ, ଭଦ୍ରକ ଜିଲ୍ଲା ଟିପର ଓ ଟ୍ରକ୍ ମାଲିକ ସଂଘ ଏବଂ ବିଶ୍ୱକର୍ମା ଟ୍ରକ୍ ମାଲିକ ସଂଘ ଭଦ୍ରକ ଜିଲ୍ଲା ବିକାଶ ପରିଷଦ ତରଫରୁ ଧାମରାରେ ଯେଉଁ କୋଇଲା ପରିବହନ ହେଉଛି, ସେ କୋଇଲା ପରିବହନରେ ଯେହେତୁ ଭଦ୍ରକ ସଦର ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପଟେନ୍ସିଆଲ ଗାଡ଼ି ମାଲିକ ଯେଉଁମାନେ ମୂଳ ବାସିନ୍ଦା ଭଦ୍ରକ ଜିଲ୍ଲାର, ସେମାନଙ୍କୁ ଅଣଦେଖା କରାଯାଇଛି, ସେମାନଙ୍କୁ କାର୍ଯ୍ୟ ଦିଆଯାଇ ନାହିଁ। ତ ସେମାନେ ବହୁତ ଅଭାବନୀୟ ପରିସ୍ଥିତିରେ ଗତି କରୁଛନ୍ତି, ଋଣ କରି ଗାଡ଼ି ଆଣିଛନ୍ତି ଏବଂ କିସ୍ତି ଦେଇପାରୁନାହାନ୍ତି। ଏବଂ ସେଇ ଇସ୍ୟୁ ଉପରେ ଆମେ ଆମରଣ ଅନଶନ ଡାକିଥିଲୁ ଏବଂ ଆଜି ତାର 4ର୍ଥ ଦିନ। ଏଠି ପିଲାମାନେ ସବୁ ମେମ୍ବରମାନେ ସମସ୍ତେ ଆମରଣ ଅନଶନରେ ସାମିଲ ହେଇଛନ୍ତି ଏବଂ ତୁହାକୁ ତୁହା ଆସୁଛନ୍ତି। ଗୋଟେ ଦଳ ବସୁଛନ୍ତି, ଗୋଟେ ଦଳ ଯାଉଛନ୍ତି। ଜିଲ୍ଲା ପ୍ରଶାସନ, ଜିଲ୍ଲା ନେତୃମଣ୍ଡଳୀ ସମସ୍ତଙ୍କୁ ଆମେ ୟାର ଗ୍ରାଭିଟି, ଇସ୍ୟୁର ଗ୍ରାଭିଟି ଉପରେ ଜଣେଇଛୁ ଯେ କେମିତି ଆଦାନୀ ପୋର୍ଟରେ ଗୋଟେ ନିର୍ଦ୍ଦିଷ୍ଟ ସମୟକୁ ଫାଇଦା ନେଇକି 2023 ମସିହା ଇଲେକ୍ସନ ପାଖାପାଖି ସମୟରେ କାହାକୁ କିଛି ନ ଜଣେଇ କିଛି ମୁନାଫାଖୋର ବ୍ୟବସାୟୀ କେମିତି ଭଦ୍ରକ ଏବଂ ଓଡ଼ିଶାର, ଯିଏକି ଭାତ ହାଣ୍ଡି କହିଲେ ଅତ୍ୟୁକ୍ତି ହେବନି ଆଗାମୀ ଦିନରେ, ତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବହନକୁ କବ୍ଜା କରି ବସିଛନ୍ତି। ତେଣୁ ତା ବିରୁଦ୍ଧରେ ଗଣତାନ୍ତ୍ରିକ ଉପାୟରେ ଆମେ
ଏଠି ଅନଶନରେ ବସିଛୁ। ତେଣୁକରି ଭଦ୍ରକବାସୀ ସମସ୍ତେ ଜାଣି ସାରିଲେଣି ଆଦାନୀ ପୋର୍ଟରେ ଯେଉଁ କୋଇଲା ପରିବହନ ଏବଂ ଅନ୍ୟାନ୍ୟ ଚାକିରି କ୍ଷେତ୍ରରେ ବା ଯେଉଁ କନଷ୍ଟ୍ରକ୍ସନ ହେଉଛି ତାହାର କଞ୍ଚାମାଲ ଯୋଗାଇବାରେ ଭଦ୍ରକର କୋଉ କୋଉ ଅଞ୍ଚଳର ଲୋକମାନେ ଗାଡ଼ି ମାଲିକମାନେ ସେଥିରେ ଭାଗ ନେଇଛନ୍ତି। କେମିତି ତା ଭିତରେ ଭ୍ରଷ୍ଟାଚାର ବହୁ ମାତ୍ରାରେ ପୁରା ମାନେ ଆପଣଙ୍କର ତାଳୁ ପର୍ଯ୍ୟନ୍ତ କେମିତି ଭ୍ରଷ୍ଟାଚାର ଅଛି, କେମିତି ଟ୍ରିପ୍ ବିକ୍ରି କରାହେଉଛି, କୋଉମାନେ ତାର ପରିବହନର ଠିକା ନେଇଛନ୍ତି, କେତେ ଲକ୍ଷ ଲକ୍ଷ ଟଙ୍କା ତାର ବିହାଇଣ୍ଡ ଦି ସ୍କ୍ରିନ୍ ର କାରବାର ଚାଲିଛି। ତେଣୁକରି ଯେହେତୁ ସେମାନେ ବର୍ତ୍ତମାନ ଆପାଦ ମସ୍ତକ ଏ ପଇସାରେ ବୁଡ଼ିକି ରହିଛନ୍ତି, କଳା ପଇସାରେ, ଭଦ୍ରକର ନିରୀହ ଗାଡ଼ି ମାଲିକ ମାନଙ୍କୁ ଯେମାନେ ଯେମିତି ଦାଦାଗିରି ଦେଖେଇକି ବାହାର କରିଦେଇଛନ୍ତି ସେ ସିଷ୍ଟମରୁ, ପୁରା ଏ ଜିନିଷକୁ ପର୍ଯ୍ୟବେସିତ କରିକି ଆମେ ଅନଶନ କରିଛୁ। ଜିଲ୍ଲାପାଳ ସମସ୍ତ ବିଷୟରେ ଅବଗତ, ଜିଲ୍ଲାର ଇଣ୍ଟେଲିଜେନ୍ସ ଅଫିସିଆଲ ସବୁ ଜିନିଷରେ ଅବଗତ। ତେଣୁକରି ଯିଏ 10 ଲକ୍ଷ ଟଙ୍କା ଇନକମ କରୁଛି ସିଏ ଆଜି ଆଉ 9 ଲକ୍ଷ କରିବା ଅବସ୍ଥାରେ ନାହିଁ, ସେ କହୁଛି 11 ଲକ୍ଷ କରିବି। ଯେ କିସ୍ତି ଦେଇପାରୁନି, ଜୀବନ ହାରିବା ପାଇଁ ପ୍ରସ୍ତୁତ, ତ ସିଏ ଅସହାୟ ହେଇକି ବୁଲୁଛି। ତେଣୁକରି ଆମେ ସବୁ ଏଜେନ୍ସି, ଗଭର୍ଣ୍ଣମେଣ୍ଟ, ପଲିଟିକାଲ ସମସ୍ତଙ୍କୁ ଆମର ଏ ବଦ୍ଧମୂଳ ଧାରଣା ଯାହା ଆମର ଅଛି ସବୁ ପ୍ରମାଣର ସହିତ ଆମେ ସେ ଦସ୍ତାବିଜ ସବୁ ଦାଖଲ କରିଛୁ। କୋଉମାନେ ଆଜି ଧାମରା ପୋର୍ଟର ଏ ଭିତ୍ତିଭୂମିକୁ ପୁରା କବ୍ଜା କରି ଖାଉଛନ୍ତି, ସେମାନେ ସମସ୍ତେ ବାଂଲାଦେଶୀ ଆଜ୍ଞା। ଆପଣ ତାଙ୍କର ଜମି ଆଉ ତାଙ୍କର ଖାତା ଖତିଆନକୁ ବାହାର କରନ୍ତୁ, ସମସ୍ତେ 30, 40, 50 ବର୍ଷ ପୂର୍ବରୁ ଆସିଛନ୍ତି, କିନ୍ତୁ ମୂଳ ବାସିନ୍ଦା ସେଠି କୌଣସି ପ୍ରକାରର ସୁବିଧା ସୁଯୋଗରୁ ପାଉନାହାନ୍ତି, ବଞ୍ଚିତ ହେଇଛନ୍ତି। ତେଣୁ ୟା ଉପରେ ଗୋଟେ ଆଡମିନିଷ୍ଟ୍ରେଟିଭ ଏନକ୍ୱାରି କରିବା ଦରକାର। ଏମାନେ କିଏ, ଏମାନେ କୋଉଠୁ ଆସିଛନ୍ତି ଏତେ ବଡ ବଡ କଥା କହୁଛନ୍ତି? ଆମେ ଡିମାଣ୍ଡ କରୁଛୁ ଯେ ଯୋଉମାନେ ବଞ୍ଚିତ ହେଇଛନ୍ତି ଭଦ୍ରକର ପଟେନ୍ସିଆଲ ଗାଡ଼ି ମାଲିକ, ଖାଲି ଗାଡ଼ି ପରିବହନ କଥା ଆମେ କହୁନୁ, ପ୍ରତ୍ୟେକଟି କ୍ଷେତ୍ରରେ ସେ ଯୋଉ ବାହାରୁ ଆସିକି ଶିଳ୍ପପତି ତାଙ୍କୁ ସେମାନେ ବିଭିନ୍ନ ପ୍ରକାରର ଚାପ ଧମକା ଧମକି କରିକି ଯୋଉ ଅକ୍ତିଆର କରିକି ବସିଛନ୍ତି, କବ୍ଜା କରିକି ବସିଛନ୍ତି, ୟା ଉପରେ वी नीड ए व्हाइट पेपर डिक्लेरेशन बाय द डिस्ट्रिक्ट एडमिनिस्ट्रेशन। पूरा आमूल चूल कौन है कौन हवा उचित, केतेबेले कोउटी कौन हे जाइतला 3 वर्ष 4 वर्ष तळे ट्रिप बाहर नतुला, माल बाहर नतुला, के केतेबेले नउतला, दैट इज अ डिफरेंट इश्यू ऑल टुगेदर। एबे केते एबे तमे ट्रिप बिक्री करछो, कला बाजारी करछो, वेयर इज ऑन द अदर एंड गाड़ी मालिक माने एई माटीर गाड़ी मालिक मान जो माने 100 वर्षर मूल बासिंदा ସେମାନେ ସେ ସୁବିଧାରୁ ବଞ୍ଚିତ ହଉଛନ୍ତି। ସୋ ଦିସ୍ ଇଜ ନଟ୍ ଜଷ୍ଟିସ୍। ଆମେ ଏହାର ଜଷ୍ଟିସ୍ ପାଇବା ପାଇଁ ଯେତିକି ସରକାରୀ ଅନୁଷ୍ଠାନ, ସେ ହ୍ୟୁମାନ ରାଇଟ୍ସ ହଉ, ସେ କିମ୍ବା ହାଇକୋର୍ଟ ହଉ, କିମ୍ବା ନେତୃମଣ୍ଡଳୀ ହୁଅନ୍ତୁ, ମନମୋହନ ସାମଲ ଭଳି ଏଠି ବରିଷ୍ଠ ନେତା ମଧ୍ୟ ଅଛନ୍ତି, ସମସ୍ତେ ବିଷୟରେ ଅବଗତ। ତେଣୁକରି ଆମେ ଆଗାମୀ ଦିନରେ, ଏବେ ତ ଦୁର୍ବାର ଆନ୍ଦୋଳନ ଚାଲିଛି, ଆହୁରି ଆମେ ତାକୁ ତୀବ୍ରତର କରୁଛୁ। ଧନ୍ୟବାଦ। ଭଦ୍ରକରୁ ଜିଲ୍ଲା ପ୍ରତିନିଧି ଅବ୍ଦୁଲ ଫିରୋଜ ଖାଁଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।